ଜୟ ହିନ୍ଦ, ଜୟ ଶ୍ରୀରାମ। ମୁଁ ଆନନ୍ଦ କୁମାର ପାତ୍ର କିଛି କହିବାକୁ ଚାହୁଁଛି। ସାରା ପୃଥିବୀରେ ଭାରତ ଗୋଟିଏ ଏମିତି ଦେଶ ଯେଉଁ ଦେଶରେ କି ପିଆଜ ରସୁଣ ଖାଇଲେ ମହାପାପ ଲାଗିଯାଏ, କିନ୍ତୁ ଦଲାଲି କଲେ, ଲାଞ୍ଚ ଖାଇଲେ, ଲୋକଙ୍କ ତଣ୍ଟି ଚିପି ଧନ ଅର୍ଜନ କଲେ ପାପ ଲାଗେ ନାହିଁ। ମଣିଷକୁ ଯେତେବେଳେ ଗୋଟେ ରୋଗ ହେଇଯାଏ ଆଉ ଡକ୍ଟର ଯାହା ଯାହା ଖାଇବା ପାଇଁ ମନା କରନ୍ତି, ମଣିଷ ଡରିଯାଏ ଏବଂ ସେ ସବୁ ଜିନିଷ ଖାଇବା ଛାଡ଼ି ଦେଇଥାଏ। କିନ୍ତୁ ଯେତେବେଳେ ଲୋକଙ୍କଠୁ ଲାଞ୍ଚ ନିଏ, ଗୋଟିଏ ଅତି ଗରିବ ଲୋକଙ୍କ ଠାରୁ ଲାଞ୍ଚ ଖାଏ ବା ଦୁର୍ନୀତି କରି ଯେତେବେଳେ ଧନ ଅର୍ଜନ କରେ, ଲୋକଙ୍କ ତଣ୍ଟି ଚିପି ଯେତେବେଳେ ଧନ ଅର୍ଜନ କରେ, ସେ ଆଉ ଭଗବାନଙ୍କୁ ସେ ସମୟରେ ମନେ ପକାଏ ନାହିଁ କି ଭଗବାନଙ୍କୁ ଆଉ ଡରେ ନାହିଁ। କିନ୍ତୁ ଯେତେବେଳେ କଷ୍ଟ ପାଏ, ସେ ଡାକେ, ହେ ଭଗବାନ ରକ୍ଷା କର, ମୋ ପରିବାରକୁ ରକ୍ଷା କର, ମତେ ରକ୍ଷା କର ବୋଲି ସେ ଚିତ୍କାର କରିଥାଏ। ଯଦି ନିଜର ଦୁଃଖ ସମୟରେ, ନିଜର କଷ୍ଟ ସମୟରେ ତମେ ଭଗବାନଙ୍କୁ ଡାକୁଛ ରକ୍ଷା କର ବୋଲି, ତ ଅନ୍ୟକୁ ଯେତେବେଳେ କଷ୍ଟ ଦଉଛ, ସେ ବି ତ ନିଶ୍ଚିତ ଭାବରେ ଭଗବାନଙ୍କୁ ଡାକୁଥିବ ମତେ ରକ୍ଷା କର ବୋଲି। ତମେ କ'ଣ ସେଇ ସମୟରେ ଭଗବାନଙ୍କୁ ଡରୁଛ? ସେଥିପାଇଁ ମୋର ଅନୁରୋଧ, କାହାର କ୍ଷତି କରିବା ସମୟରେ, କାହାଠାରୁ ଲାଞ୍ଚ ଖାଇବା ସମୟରେ, ଦୁର୍ନୀତି କରିବା ସମୟରେ ସେଇ ଉପରବାଲାକୁ ଟିକେ ଡର। ତାକୁ ଯଦି ଡରିବ, ଜୀବନରୁ କେବେ ଆଉ ଦୁର୍ନୀତି କରିବ ନାହିଁ କି କେବେ କାହାକୁ ଠକିବ ନାହିଁ। ଯିଏ ଭଗବାନଙ୍କୁ ଡରେ, ଯେ ମୁଁ ଯାହା କରୁଛି ଭଗବାନ ସବୁ ଦେଖୁଛନ୍ତି ବୋଲି ଯେ ବିଶ୍ୱାସ କରେ ଭଗବାନଙ୍କ ଉପରେ, ସେ କେବେ ଆଉ କୁକର୍ମ ବା ଖରାପ କାମ କରେ ନାହିଁ। ଆମେ ତ ଜାଣିଛୁ ହିନ୍ଦୁ ଧର୍ମରେ ସର୍ବ ଘଟେ ନାରାୟଣ, ଭଗବାନ ସବୁ ଜାଗାରେ ଅଛନ୍ତି। ଯେତେ ଦିନ ପର୍ଯ୍ୟନ୍ତ ମଣିଷ ଭଲ ମନ୍ଦ କିଛି ବୁଝି ନଥାଏ, ସମସ୍ତ ମଣିଷଙ୍କ ଦ୍ୱାରା କିଛି ନା କିଛି ଖରାପ କର୍ମ ହେଇଥାଏ। କିନ୍ତୁ ଯେତେବେଳେ ମଣିଷ ବୁଝି ସାରିବା ପରେ, ଭଗବାନଙ୍କୁ ଜାଣି ସାରିଲା ପରେ ନିଜକୁ ସୁଧାରି ନେବା କଥା। ସେଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ, ଭଗବାନଙ୍କୁ ଯଦି ଆମେ ଡରିବା, ନିଶ୍ଚିତ ଭାବରେ ଆମେ ସୁପଥଗାମୀ ହେବା ଆଉ ଅନ୍ୟର କ୍ଷତି କରିବା ବଦଳରେ ଅନ୍ୟର ନିଶ୍ଚିତ ଭାବରେ ମଙ୍ଗଳ କରିବା। ଆମେ ଅନ୍ୟର କ୍ଷତି କରିବା ଆଉ ଆମର ଅସୁବିଧା ସମୟରେ ଭଗବାନଙ୍କୁ ଡାକିବା, ଭଗବାନ କ'ଣ ଶୁଣିବେ? ଆମେ ଯଦି ଅନ୍ୟର କ୍ଷତି ଯଦି ଗୋଟିଏ ଗୁଣା ଯଦି କ୍ଷତି କରିବା ପାଇଁ ଚାହୁଁଛୁ, ଭଗବାନ ବି ତ ଆମର କ୍ଷତି କରିବେ ନା କରିବେ। ଅନ୍ୟକୁ ଯଦି ଆମେ ଭଲ ଚିନ୍ତା କରୁଛୁ, ଭଗବାନ ବି ନିଶ୍ଚିତ ଭାବରେ ଆମର ଭଲ ଚିନ୍ତା କରିବେ ହିଁ କରିବେ। ସେଥିପାଇଁ ଅନ୍ୟର ଅମଙ୍ଗଳ ଚିନ୍ତା କରିବାରେ ନିଜର ହିଁ ଅମଙ୍ଗଳ ସେଠି ଥାଏ, ଆଉ ଅନ୍ୟର ମଙ୍ଗଳ ଚିନ୍ତା କଲେ ନିଜର ହିଁ ମଙ୍ଗଳ ହୁଏ। ସେଥିପାଇଁ ଅନ୍ୟର ମଙ୍ଗଳ କଲେ ନିଜର ଅମଙ୍ଗଳ କେବେ ବି ହୁଏ ନାହିଁ। ଏଇଟା ସମସ୍ତେ ମନେ ରଖିବା ଉଚିତ। ଆଉ ଅନ୍ୟର ମଙ୍ଗଳ ଚିନ୍ତାଧାରା ଯିଏ ଯଦି କଲା, ସେ ନିଶ୍ଚିତ ଭାବରେ ଏକ ସୁମଣିଷ ହିସାବରେ ପରିଚିତ ହେବ। ଆଉ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆସନ୍ତୁ ସମସ୍ତେ ଆମେ ମିଳିମିଶି ଜାତି ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତଙ୍କର ମଙ୍ଗଳ କାମନା କରିବା, ଯେହେତୁ ଆମେ ସମସ୍ତେ ହେଉଛୁ ସେଇ ପ୍ରଭୁ ପରମେଶ୍ୱରଙ୍କର ସନ୍ତାନ। ଜୟ ହିନ୍ଦ, ଜୟ ଶ୍ରୀରାମ।